An under construction church barely 30 kilometers away from Kolkata was vandalized on 5th July when a mob barged in and threatened the small Christian community there. ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମର ଭାରତବର୍ଷରେ ଏମିତି ଦୁଇଟି ରାଜ୍ୟ ଅଛି ଆଉ ଯେଉଁ ଜାଗାରେ ଖ୍ରୀଷ୍ଟିଆନ ତାଡ଼ନା ହେଉଛି ବହୁତ ଭୟଙ୍କର ଭାବରେ ଚାଲିଛି। ପ୍ରଥମ ହେଉଛି ଛତିଶଗଡ଼, ଦ୍ୱିତୀୟ ହେଉଛି ୟୁପି। କିନ୍ତୁ ଏଇ ଦୁଇଟା ରାଜ୍ୟକୁ ଛାଡ଼ିଦେଲେ ଆଉ ଗୋଟେ ରାଜ୍ୟ ବି ଅଛି। ବର୍ତ୍ତମାନ ସେଇ ରାଜ୍ୟରେ ଖ୍ରୀଷ୍ଟିଆନ ତାଡ଼ନା ଅଚାନକ ଆରମ୍ଭ ହୋଇକି ବଢ଼ି ବଢ଼ି ଚାଲିଛି। ସେଇଟା ହେଉଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ବର୍ତ୍ତମାନ ଖ୍ରୀଷ୍ଟିଆନ ତାଡ଼ନା ବହୁତ ବଢ଼ି ବଢ଼ି ଚାଲିଛି। ପ୍ରଥମେ ମୁଁ ଆପଣଙ୍କୁ ଗୋଟିଏ ଭିଡ଼ିଓ କ୍ଲିପ୍ ଦେଖାଉଛି। ଏ ଭିଡ଼ିଓ ଦେଖନ୍ତୁ, ତାପରେ ଆମେମାନେ ଆଲୋଚନା କରିବା। An under construction church barely 30 kilometers away from Kolkata was vandalized on 5th July when a mob barged in and threatened the small Christian community there. আমাদের দেবতাকে উপরে উঠে আমাদের দেবতাকে লাঠি মেরে এটা সবচেয়ে বড় আমাদের অপরাধ। ক্রুশটা কেন ভাঙবে এইভাবে? ক্রুশ ভেঙে জয় শ্রীরাম স্লোগান করছে, এটা অন্যায় না? লাঠি মেরে ভাঙছে, জানেন? আচ্ছা, সেদিন কি ঘটনা হয়েছিল একটু বলবেন? প্রথমে আমি ভাত খেতে বসেছিলাম। ভাত খাওয়ার পরে আমি যখন জল ফেলতে যাচ্ছি, হঠাৎ দেখছি এই দিক দিয়ে দল খানিক লোক আসছে আর এই দিক দিয়ে চারটির দল খানিক লোক আসছে। সবাইকে আমি যখন ডাকছি, আমাদের বাড়ির সবাইকে ডেকে নিয়ে যখন ভেতরে ঢুকছি, আপনাদেরকে জিজ্ঞেস করছি, বলছি কি যে আপনারা এখানে কি করতে এসেছেন? বলছে যে এখানে কোনো চার্জ হবে না, আমাদেরকে চার্জ করতে দেবো না, তোমরা সবাইকে বাঙালিকে খ্রিস্টান করে দেবে, যার জন্য এটা ভাঙচুর করতে। তা আমরা বলছি আমরা যে ভাই করতে চাই কাগজ দেখুন, কাগজ দেখে কথা বলুন, আপনারা ভেঙুন না। আমাদের কথা কিছুতেই শুনেনি। কাগজে কি ছিল? আমরা একটা তো চার্জ করার জন্য দেখতে চাইছি না, তারা আমাদের কোনো কথা শুনতে চাইছে না। কাগজ দেখতে আমাদের আমরা বারবার কথা বলছি যে আমাদের কাগজ দেখুন, কেউ আপনারা হাত দেবেন না। তার সত্ত্বেও তারা জোর পূর্ব এটা দরজা ভাঙে, তারপরে তারা ভেতর দিয়ে মই নিয়ে আসে। আমাদের হাজার আটকানো সত্ত্বেও তাদের দাবি আমরা কেন সাদা সিঁদুর কেন করি? খ্রিস্টান যদি হব তারা সাদা। তবে ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ତ ସବୁ ବିଷୟ ଦେଖିଲେ ଏବଂ ଶୁଣିଲେ। ଏଠାରେ କିଛି ଲୋକମାନେ, ବଜରଙ୍ଗ ଦଳ ଲୋକମାନେ, ଖ୍ରୀଷ୍ଟିଆନ ବିରୋଧୀମାନେ ପହଞ୍ଚିକି ଜୟ ଶ୍ରୀରାମ ନାରା ଲଗାଉଛନ୍ତି ଚର୍ଚ୍ଚ ବାହାରେ। ଆଉ କିଛି ଲୋକମାନେ ସେମାନେ ଚର୍ଚ୍ଚ ଉପରକୁ ଚଢ଼ିକି ଉପରେ ଥିବା କ୍ରସ୍କୁ ସେମାନେ ଭାଙ୍ଗୁଛନ୍ତି। ଏମିତି ଅନେକ ଘଟଣା ଗୁଡ଼ିକ ପୂର୍ବରୁ ଘଟି ସାରିଛି, ଏବେ ବି ଘଟୁଛି। ଏଇଟା କୌଣସି ନୂଆ କଥା ନୁହେଁ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆପଣମାନେ ଦେଖନ୍ତୁ, ଗୋଟେ ଚର୍ଚ୍ଚ ଉପରେ ଚଢ଼ିକି ଆଉ ସେଠି ଚର୍ଚ୍ଚ ଉପରେ ଚଢ଼ିକି କ୍ରୁଶକୁ ଭାଙ୍ଗିବା କେତେ ଦୂର ନ୍ୟାୟ ସଙ୍ଗତ ଆମେ ଦେଖନ୍ତୁ। ତଥାପି ସରକାର ହେଉଛି ଚୁପ୍, ବିଜେପି ସରକାର ଚୁପ୍। ଯେତେବେଳେ ପଶ୍ଚିମବଙ୍ଗରେ ବିଜେପି ସରକାର ନଥିଲା, ସେତେବେଳେ କୌଣସି ସମସ୍ୟା ହିଁ ନଥିଲା। ବିଜେପି ସରକାର ଯେବେଠୁ ଆସିଲା ସେବେଠୁ ସମସ୍ୟା ହିଁ ସମସ୍ୟା ଆରମ୍ଭ ହେଲା।
ଆଉ ଏଇ ବିଜେପି ସରକାର ଯେଉଁ ଜାଗାରେ ଥିବ ସେଇ ଜାଗାରେ ନିହାତି ସମସ୍ୟା ହେବ, 100% ସେ ସମସ୍ୟା ହେବ ହିଁ ହେବ। କାରଣ ଏଠାରେ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି ଏମାନେ ସମସ୍ତେ ହେଉଛନ୍ତି ବିଜେପି ସରକାରର ଗୋଟେ ଗୋଟେ ଶାଖା। ସେଥିପାଇଁ ଏମାନେ ଯାହା ବି କିଛି କରନ୍ତୁ, ଚର୍ଚ୍ଚ ଭାଙ୍ଗନ୍ତୁ, ଖ୍ରୀଷ୍ଟିଆନମାନଙ୍କୁ ମର୍ଡ଼ର କରନ୍ତୁ, ବିଜେପି ସରକାର କିଛି ଶୁଣିବ ନାହିଁ। କାରଣ ବିଜେପି ସରକାର ନିଜେ ଚାହୁଁଛି ଯେ ଏମାନେ ଏଇସବୁ କାଣ୍ଡଗୁଡ଼ିକ କରନ୍ତୁ, ଖ୍ରୀଷ୍ଟିଆନ ଲୋକମାନେ ମରନ୍ତୁ, ଘର ଭଙ୍ଗା ହେଉ, ଚର୍ଚ୍ଚ ଭଙ୍ଗା ହେଉ, କିନ୍ତୁ ମନ୍ଦିର ଭଙ୍ଗା ନ ହେଉ। ଆଉ এই ସମସ୍ତ ବିଷୟ ବିଜେପି ସରକାର ନିଜେ ଚାହୁଁଛି। ସେଥିପାଇଁ ଏ ସମସ୍ତ ବିଷୟ ଆମେମାନେ ଦେଖିବାକୁ ପାଉଛୁ। କିନ୍ତୁ ଥରେ ଚିନ୍ତା କରନ୍ତୁ, ଏଇ ଜାଗାରେ ଧରାଯାଉ ଚର୍ଚ୍ଚ ନଥାଇକି ଗୋଟେ ମନ୍ଦିର ଥାନ୍ତା, ଆଉ ମନ୍ଦିର ଉପରେ କ'ଣ ଥାନ୍ତା, ତାଙ୍କର ପତାକା ଥାନ୍ତା, ଆଉ ଏଠାରେ ହିନ୍ଦୁମାନେ ନଥାଇକି ଖ୍ରୀଷ୍ଟିଆନମାନେ ଥାନ୍ତେ, ସେମାନେ ମନ୍ଦିର ଉପରେ ଚଢ଼ିକି ଆଉ ସେମାନେ ପତାକାକୁ ହଟେଇକି ଧରାଯାଉ ଗୋଟେ କ୍ରସ୍ ଲଗାଇ ଦେଇଥାନ୍ତେ, ତାପରେ କ'ଣ ହେଇଥାନ୍ତା ଟିକେ ଚିନ୍ତା କରନ୍ତୁ ନା। ଆପଣ ନିହାତି ବୁଝିପାରୁଥିବେ, ଜାଣିପାରୁଥିବେ କ'ଣ ହେଇଥାନ୍ତା। ବିଜେପି ସରକାର ଚୁପ୍ ହେଇନଥାନ୍ତା, ତୁରନ୍ତ ସେମାନଙ୍କୁ ଆରେଷ୍ଟ କରିଥାନ୍ତା। ହଁ ପ୍ରିୟ ବନ୍ଧୁଗଣ, କିନ୍ତୁ ଯେହେତୁ ଏମାନେ ତାଙ୍କ ନିଜ ଲୋକ, ଚର୍ଚ୍ଚ ଭଙ୍ଗା ହେଉଛି, ସେଥିପାଇଁ ବିଜେପି ସରକାର ପୁରା ଚୁପ୍। ସେଥିପାଇଁ ବିଜେପି ସରକାର ପୁରା ଚୁପ୍, କୌଣସି ବି ପ୍ରତିକ୍ରିୟା ନାହିଁ। ବିଜେପି ସରକାର ଚାହୁଁଛି ଯେ ସେମାନେ ଏଇସବୁ କରନ୍ତୁ। ବିଜେପି ସରକାର ପୁରା ସାଇଲେନ୍ସ। ହଁ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କ ମନେ ଥିବ ବିଗତ କିଛି ଦିନ ତଳେ ଜଣେ ପିଲା ହନୁମାନର ମୂର୍ତ୍ତି ଭାଙ୍ଗିଦେଲା ବୋଲି ତାକୁ ତୁରନ୍ତ ସେଇ ସମୟରେ ତାକୁ ଆରେଷ୍ଟ କରାଗଲା ସାଙ୍ଗେ ସାଙ୍ଗେ। ଆଉ ଜଣେ ପିଲା ଶିବ ମୂର୍ତ୍ତି ପାଖରେ ଠିଆ ହେଇକି ହିନ୍ଦୁ ଧର୍ମର ଅପମାନ କରିଥିଲା ବୋଲି ତାକୁ କ'ଣ କରାଗଲା, ସାଙ୍ଗେ ସାଙ୍ଗେ ଆରେଷ୍ଟ କରାଗଲା। କିନ୍ତୁ ଏଠି ଆରେଷ୍ଟ ହେଉନି କାହିଁକି? କାରଣ ଏମାନେ ହେଉଛନ୍ତି ବିଜେପିର ଲୋକ। ଆଉ କ'ଣ ଭଙ୍ଗା ହେଉଛି? ଚର୍ଚ୍ଚ ହିଁ ଭଙ୍ଗା ଯାଉଛି, କେଉଁ ମନ୍ଦିର ଭଙ୍ଗା ହେଉନି ନା। ଯଦି ମନ୍ଦିର ଭଙ୍ଗା ହେଇଥାନ୍ତା ତାହେଲେ ବିଜେପି ସରକାର ପୁରା ଜାଗ୍ରତ ହେଇକି କ'ଣ କରିଥାନ୍ତା, ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ ଆକ୍ସନ୍ ନେଇଥାନ୍ତା। ଏ ସମସ୍ତ ବିଷୟକୁ ନେଇକି ଆପଣ କ'ଣ ଭାବୁଛନ୍ତି? କମେଣ୍ଟ କରିକି ନିଶ୍ଚିନ୍ତ ଜଣାନ୍ତୁ। ଧନ୍ୟବାଦ।